ଯୁଯୁମୁରା ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡାରୀମାଲ ଗାଁର ପାରମ୍ପରିକ ଯାତ୍ରା କାର୍ତ୍ତିକ ପୂର୍ଣ୍ଣମୀ ଡୁଙ୍ଗୁରି ଯାତ୍ରାରେ ବହୁ ଶ୍ରଦ୍ଧାଳୁ ପାପକ୍ଷୟ ପଥର ଖୋଲ ମଝିରେ ପ୍ରବେଶ କରିଥିଲେ। ହେଲେ ଟାମ୍ପରଗଡ଼ ମରଙ୍ଗା ବାହାଲର ଜଣେ ମହିଳା ବିଶ୍ୱାସ ରଖି ଏହି ପଥର ସନ୍ଧିରେ ପ୍ରବେଶ କରିଥିଲେ। ହେଲେ ସେଠାରୁ ସେ ଦୀର୍ଘ 6 ଘଣ୍ଟା ପର୍ଯ୍ୟନ୍ତ ବାହାରି ପାରିନଥିଲେ। ସକାଳ 9ଟାରୁ ଅପରାହ୍ନ 6ଟା ପର୍ଯ୍ୟନ୍ତ ତାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ସନ୍ଧ୍ୟା 4ଟାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ସଦର ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କର ଅବସ୍ଥା ଗୁରୁତର ଥିବା କହିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଭୀମସାର ବୁର୍ଲାକୁ ସ୍ଥାନାନ୍ତର କରାଯିବ ବୋଲି ମଧ୍ୟ ଡାକ୍ତର ସୂଚନା ଦେଇଥିଲେ। ସୂଚନା ଥାଉ କି ଏହି ପାହାଡ଼ର ଏହି ଗୁମ୍ଫା ଯେଉଁ ରହିଛି ଏଠାରେ ମାନସିକ କରିଥିବା ବ୍ୟକ୍ତି ଯାଇଥାଏ ଏବଂ ଏହାଦ୍ୱାରା ତାହାର ମାନସିକ ସମ୍ପୂର୍ଣ୍ଣ ଏବଂ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଅନେକ ସମୟରେ ମହିଳା ଓ ପୁରୁଷମାନେ ଏହି ଗୁମ୍ଫା ଦେଇ ଯାଇଥାନ୍ତି ଏବଂ ନିର୍ଦ୍ୱନ୍ଦ୍ୱରେ ବାହାରି ଯାଇଥାନ୍ତି।